ହ୍ୟୁମାନ ସାଗରଙ୍କ ଡେଥ୍ ବୋଧେ ହେଇଗଲାଣି 15 ଡେ ପାଖାପାଖି ହେବ, ତାଠୁ ଅଧିକା ହେଇଗଲାଣି କି ମୁଁ ଆକୁରେଟ୍ କହିପାରୁନି। ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିଲାନି। ଏପର୍ଯ୍ୟନ୍ତ ତାଙ୍କୁ ଫ୍ୟାମିଲିକୁ ସଠିକ୍ ତଦନ୍ତ ହେଇ ନ୍ୟାୟ ମିଳିଲାନି। ତ ମୁଁ ଗୋଟେ ପଏଣ୍ଟରେ ଯିବି, ସେ ନ୍ୟାୟ ନ ମିଳିବାର କାରଣ ହେଲା ତାଙ୍କ ନିଜ ମା'। କାରଣ ବିକଜ ଆମେ ଯେତେ ବି ଯାଇକି କେସ୍ କରିବା, ତାଙ୍କର ଖ୍ରୀଷ୍ଟିଆନ ଧର୍ମ ଲୋକ ବି ଯାଇ କେସ୍ କରିଛନ୍ତି। ତାପରେ ଆମର ଜିତୁ ଭାଇ ବି ଯାଇ କେସ୍ କରିଛନ୍ତି। ଆମର ଟୁଟୁ ଭାଇ ବି କିଛି କହିଛନ୍ତି। ସମସ୍ତେ କି ଆମର ସୀତମ ଭାଇ ବି ତାଙ୍କ ବିଷୟରେ କହିଛନ୍ତି। ସମସ୍ତେ କିଛି ନା କିଛି ପ୍ରୟାସ କରିଛନ୍ତି ଯେ ଆମର ଓଡ଼ିଆ ଇଣ୍ଡଷ୍ଟ୍ରିର ଯିଏ ଏତେ ବଡ଼ ଗାୟକ ଥିଲେ, ଯିଏ ନମ୍ବର 1 ଗାୟକ, ଓଡ଼ିଆ ଇଣ୍ଡଷ୍ଟ୍ରିର ନମ୍ବର 1 ଗାୟକ, ଏପର୍ଯ୍ୟନ୍ତ କେହି ହେଇନାହାନ୍ତି ସେଭଳିଆ, ମାନେ ନ୍ୟୁ ଉପରେ। ତ ତାଙ୍କ ପାଇଁ କେମିତି ନ୍ୟାୟ ମିଳୁ ସମସ୍ତେ ଚେଷ୍ଟା ବି ଚଲେଇଛନ୍ତି। ସମସ୍ତେ ବି ସେଇ ଜିନିଷଟାକୁ କହିବାକୁ ପ୍ରୟାସ କରିଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କ ମା' ଯାଇକି ଯଦି ନିଜେ କେସ୍ ନ ଦେବେ, କେସ୍ ଫାଇଲ୍ ନ କରିବେ, ଗଭର୍ଣ୍ଣମେଣ୍ଟ ବି ସେଠି କିଛି କରିବ ନାହିଁ। ଗଭର୍ଣ୍ଣମେଣ୍ଟ ଚାହିଁଲେ ବି କିଛି କରିପାରିବନି, ଆଉ ତାଙ୍କୁ ନ୍ୟାୟ ମିଳିପାରିବନି। ମୁଁ ସେ ମା'ଙ୍କୁ ରିକ୍ୱେଷ୍ଟ କରି କହୁଛି, ଆପଣ ଯେତେ ଜଲ୍ଦି ଯାଇକି କେସ୍ ଫାଇଲ୍ କରନ୍ତୁ, ଆଉ ଠିକ୍ ଯେଉଁଟା ସଠିକ୍ ତଦନ୍ତ ହଉ। ସଠିକ୍ ଜିନିଷଟା କ'ଣ, ଆମେ ଆକ୍ଚୁଆଲି କିଏ ଦୋଷୀ କ'ଣ ଆମେ ତ ଜାଣିନୁ, କି ଆମେ କାହାକୁ ଦୋଷ ଦେବା ନାହିଁ। ସଠିକ୍ ତଦନ୍ତ ହଉ, ଆଉ ଦୋଷଟା କେମିତି ବାହାରିବ। ଦୋଷ ତ ଅଛି, କାରଣ ୟା ଭିତରୁ ମୋର ଯେତିକିଟା ସେ ତାଙ୍କ ଭିଡ଼ିଓ ବି ଦେଖିଛି, ସେ ଭିଡ଼ିଓରେ କହୁଛନ୍ତି ମୁଁ ଛିଡ଼ା ହେବାକୁ ମୋର ମାନେ ପେସେନ୍ସ ନାହିଁ, ଡୋଣ୍ଟ ହାଭ୍ ଆବିଲିଟି। ତ ତଥାପି ସେ ଯାଇକି କେତେ କଷ୍ଟରେ ସେ ଛିଡ଼ା ହେଇ ଗୀତ ଗାଉଛନ୍ତି। ମାନେ ସେଇ ଜିନିଷଟା ଯେମିତି ଆମର ବେଳେବେଳେ ଟିଭିରେ ଏସବୁ ନ୍ୟୁଜ୍ ଆସେ, ଲୋକ ତାକୁ କୁହନ୍ତି ଗୋଟେ ପଶୁଟାକୁ ମାରିଦେଲୁ, ଯେମିତି ଘୋଡ଼ା ହେଇଗଲା, ତାକୁ ଗଧ ହେଇଗଲା, ତାକୁ ବେଶୀ ମାଲ ଭୋଇକି ତାକୁ ଡେଥ୍ କରେଇ ଦିଅନ୍ତି। ଆମେ ଦେଖୁ ସେଭଳିଆ ମଣିଷ ଅବସ୍ଥା ବି ସେ ହେଇଗଲା, ଗଧ ଭଳିଆ ତାକୁ ମରା ହେଇଛି। ଡାଇରେକ୍ଟ ନହେଲେ ଇନଡାଇରେକ୍ଟଲି ଡେଥ୍ ହେଇଛି। ତ ସେଇ ଜିନିଷଟା, ଆଉ ସେ ଯେଉଁ ଝିଅ ଥିଲେ, ସେ ଝିଅ ତ 100% ଆଦେହରେ ମାନେ ଇନଭଲ୍ଭ। ମୁଁ କାହିଁ କହୁଛି, ଯେତେବେଳେ କେସ୍ଟା ଗଲି, ମୁଁ ଡେଥ୍ କେସ୍ ଯେତେବେଳେ ହେଲା, ସେଇଠି ଟୁଟୁ ଭାଇ ବି କହୁଥିଲା, ମୁଁ ବି ସେଟା ଦେଖିକି ସର୍ଚ୍ଚ କରୁଥିଲି। ମୁଁ କହିଲି ଯେଉଁ ଆମର ଅସୀମା ପଣ୍ଡା ଆସୁଛି, ଡାଇରେକ୍ଟ କଥା ହେଉଛି, କିଛି ନାହିଁ, ନର୍ମାଲି ମିଶୁଛି। ଇଏ ଆସୁଛି କପଡ଼ା ପିନ୍ଧିକି, ସାଙ୍ଗେ ସାଙ୍ଗେ କ୍ୟାମେରା ପଡ଼ୁଛି, ଯେ ହାତକୁ ଏମିତି କରି ସାଙ୍ଗେ ସାଙ୍ଗେ ସାଡ଼େ ବସିକି ପଳେଇଲା। ମାନେ ଯଦି କ୍ୟାମେରା ମୋ ଉପରେ ନ ପଡ଼ୁ, ମାନେ ଯେପର୍ଯ୍ୟନ୍ତ ଆପଣ ଚୋର ହେଇନଥିବେ, ଚୋରି କିଛି କରିନଥିବେ, ଆପଣଙ୍କ ଡର ରହିବନି, ଆପଣ କ୍ୟାମେରା ସାମ୍ନାରେ ହିଁ ରହିବେ, ଆପଣଙ୍କୁ କିଛି ଫରକ ହିଁ ପଡ଼ିବନି। ଅସୀମା ପଣ୍ଡାକୁ ଫରକ ପଡ଼ିଲା, ବହୁତ ସିଙ୍ଗର ଆସିଲେ ଫରକ ହିଁ ନାହିଁ ତାଙ୍କୁ, କାରଣ ସେମାନେ କିଛି ଇନଭଲ୍ଭ ବି ନାହାନ୍ତି। ତାହେଲେ ଆପଣ କିଛି ନା କିଛି ଇନଭଲ୍ଭ ତା ଭିତରେ ଅଛି, କିଛି ନା କିଛି ଆପଣ ତା ଭିତରେ ରିଫ୍ଲେକ୍ସନ୍ ଅଛି, ତାହେଲେ ଆପଣ ବ୍ୟାକ୍ କରିବେ 100%, ତ ଡାଉଟ୍ ହିଁ ନାହିଁ। କିନ୍ତୁ କାହାକୁ କହିବା ପୂର୍ବରୁ ଆମ ପର୍ଯ୍ୟନ୍ତ ତଦନ୍ତ ହେଇନି, ସେ ପର୍ଯ୍ୟନ୍ତ କାହାକୁ ଏତେ ବଡ଼ ଆଲିଗେସନ୍ ଲଗେଇବା ଠିକ୍ ନୁହଁ। ଯାହା ମୁଁ ଆନାଲିସିସ୍ କରି ଯାହା କହୁଛି, ମୁଁ ଫୋକସ୍ଟା ମୁଁ କହୁଛି। ଆଉ ଆମର କେମିତି ତୁରନ୍ତ ତଦନ୍ତ ହଉ, ମା' କେମିତି ଯାଇକି ରିପୋର୍ଟ ଦିଅନ୍ତୁ, ତଦନ୍ତ ହଉ, ଆଉ ନ୍ୟାୟଟା ଠିକ୍ ମିଳୁ। କାରଣ ନେକ୍ସଟ ବି କୌଣସି ଆମ ଇଣ୍ଡଷ୍ଟ୍ରିର ଯଦି ଏମିତି ଆଉ କେହି କରିବାକୁ ସାହସ ନ କରନ୍ତୁ, କୌଣସି କଲାବେଳକୁ 100 ଥର ଭାବନ୍ତୁ, ସେମିତି ଆମକୁ କରିବାକୁ ପଡ଼ିବ। ଆଉ ଦୁଇଟା ଜିନିଷ ଲାଇଫ୍ରେ ମନେ ରଖୁ, ଯେଉଁମାନେ ପ୍ରଡ୍ୟୁସର ଆସୁଛନ୍ତି, ପଇସା ଇନଭେଷ୍ଟ 1 କୋଟି ଟଙ୍କା କରୁଛନ୍ତି, ରେଜଲ୍ଟ ଆଉଟପୁଟ୍ 0। ଭାଇ 1 କୋଟି ଟଙ୍କା କ'ଣ କେଉଁଠି ଫାଲତୁ ଇନଭେଷ୍ଟ କାହିଁ କରୁଛ? ଆପଣଙ୍କ ପ୍ରଡ୍ୟୁସର ହେଇଛନ୍ତି, ଆପଣ ତ କମ୍ ସେ କମ୍ ଫିଲ୍ମର ନଲେଜ୍ ଥିବା ଦରକାର, କେଉଁ କଣ୍ଟେଣ୍ଟ ମାର୍କେଟକୁ ଦରକାର, ମାର୍କେଟର ସ୍ଥିତି କ'ଣ, ମାର୍କେଟର କେଉଁ କଣ୍ଟେଣ୍ଟ ଲୋକ ଚାହୁଁଛନ୍ତି, ୱାଣ୍ଟ କ'ଣ ଅଛି ଲୋକଙ୍କର। ତମେ ଜବ ଯିଏ ପାଇବ ସିଏ କହିବ ମୁଁ ଡିରେକ୍ଟର ହେବି, ତାକୁ ପଇସା ଦେବ, ସିଏ ଯାହା ମନ ଇଚ୍ଛା ତାର ସେ କରୁଛି, ନିଜେ ସିଏ ରହିଯାଉଛି ତା ଦେହରେ ଅଧା ରୋଲ୍, ତାପରେ ନିଜ ମନ ଇଚ୍ଛା ସିଏ କରିବ, ସିଏ ହେଲା ଦ୍ୟାଟ୍ ଇଜ୍ କଲ୍ଡ ଡିରେକ୍ଟର। ଭାଇ କମ୍ ସେ କମ୍ ଇନଭେଷ୍ଟ କରୁଛ, ଓଡ଼ିଆ ଇଣ୍ଡଷ୍ଟ୍ରିର ଯେଉଁମାନେ ବି ଇନଭେଷ୍ଟ କରୁଛନ୍ତି, କାରଣ ଫିଲ୍ମ ବନେଇବାକୁ ଲୋକ ଡରୁଛନ୍ତି, ଆପଣଙ୍କୁ ସେତିକି ଶସ୍ତା ଅଛି, ଆପଣ ଇନଭେଷ୍ଟ କରୁଛନ୍ତି। ତା ଦେହରେ କଣ୍ଟେଣ୍ଟ ଆପଣ ନିଜେ ଭାବନ୍ତୁ, ଏଭଳିଆ ଫିଲ୍ମ ହେବା ଦରକାର,
ए एक्टर से कंटेंट को बेटर कर आप नॉलेज था दरकार ए एक्टिंग ए एक्टिंग ए एक्टर दरकार आप निजर तो ज्ञान था दरकार प्रोड्यूसर हिसाब से आप बोधे डायरेक्टर डायरेक्शन दब अलग जिन आप निजर तो डिसीजन था दरकार पूरा डिसीजन डायरेक्टर नौ ता भितर तार जी सपोर्टेड तार जी सब जिन से चलला पैसा ता हाथ इनवेस्ट ना तार कोई ख्याति ना कि केयरिंग ना तो कम से कम दुईटा जिन मन रखते लाइफ रे जिते प्रोड्यूसर आसुँच पुराणा जो मैंने अच्छा से बेटर कर पट्टनायक भाई जी अच्छा से निजे डायरेक्टर निजे भी प्रोड्यूसर से तो से बेटर आसो दुईटा जिन मन रखनी लाइफ रे समस्त मु भी निजे से जिन फलो पुराणा लोक यहाँ मुझे कहूनी बहुत पुराणा लोक आम कहीकि जाइए पुराणा लोक को कथा शिखी पुराणा लोक को कथा कहुच्छी किसी गोटे बड़ कथा नुह हाथे मापी चाखंडे चल लाइफ रे निज बुद्धि रे घास काट पर बुद्धि रे घोड़ा चढ़ ना ये दुईटा जदि आप लाइफ मानिक चलिए आप जीवन केवे खाली पड़े निजे कौन कर डिसाइड कर बुझंतु समस्त नॉलेज नियंतु कौन करेंगे फास्ट निजे करूँ क्या बुद्धि रे डायरेक्शन नहीं क्या बुद्धि रे करंतु नहीं सी तुमको चले जो तुमको चले आप डेथ हबार आरंभ हो गया आज ह्यूमन सागर कहीं डेथ है ह्यूमन सागर को लोग चलेले ता ज्ञान नॉलेज को लेकिन खेल सी पैसा इनकम कले चलेले बोले डेथ है जो दिन आपन किए चले आरंभ करदेला आपन डेथ होपणकर फिल्म भी डेथ हो आप निजर लाइफ भी डेथ हो निजे चलिए चेष्टा करूँ निज आपन की चलेवा आरंभ कला तो आपण जमी 2014 जाए भल कह गले जदि राजनीति आमको नवीन पट्टनायक था ता माइंड किसी किसी कम से करूला तो नवीन पट्टनायक कि चलेला क्या अनुसार नवीन पट्टनायक चलला जीति थाईपे तो राजनीति ओडिशार से राजनीति भाया रहा से गोटे राजनीति गोटे खेल घर भाया गुलीगुला भाया होगला जो मैंने लोक प्रतिनिधि तांकर भैल्यू किसी ना निजे अनुभव कर तो से सब जिनस निज अनुसार चल आदि अन्य अनुसार आप चलिए तो सब जिन डेथ हवा कथा ही हम से कोई डाउट ही ना आ धन्यवाद समस्त को देवी फास्ट करी प्रेमानंद भाई धन्यवाद देवी एभा गोटे आर्टिस्ट चलीगला गोटे बहुत दुख कथा एभा आर्टिस्ट एभलिया आपन गोटे सिंगर को पैदा कले मुझे धन्यवाद देवी सूर्यमयी भाया जी आक्ट्रेस को पैदा कर फिल्म इंडस्ट्री जो डायरेक्टर प्रोड्यूसर जी बाहर करते मुझे जानने एमती गोटे हिरो भी दरकार आम इंडस्ट्री गोटे बहुत बड़ा भल हिरो दरकार जे से कंटेंट से भाया हवा दरकार एपन आसी ना आउ जी भी आणु ताकू भी गोटे जी भी बाछिकी आणु ताकू गोटे आम रेस्पेक्ट दवा कथा गोटे गोटे जन आणुंट गोटे सुना गोल्ड गोटे आणुन आम बहुत मेहनत कर आणुन आ समय खाली सी निजे नौनी समस्ते यूटिलाइज करी तार रिजल्ट समस्ते पाँच तो इंडस्ट्री आहरी ग्रोथ करू इंडस्ट्री मत लगुच बहुत ग्रोथ कर खाली प्रोड्यूसर गोटा भल नुआ प्रोड्यूसर भल भल टे नॉलेजेबल पर्सन आसु पैसा इन्वेस्ट कर निजर